तो आज जहाँ सेल ମୁଁ ଭାବୁଛି ଶିବାନୀ କୋଣାର୍କ ମୁଁ ଆଣିଥିଲି ଆଜି ଯାହା ହେଇଛି ଏମିତି କେବେ ସେଲ୍ ଫାର୍ଷ୍ଟ ନାଇଟ୍ କଥା କହୁଛି ସେଲ୍ କେବେ ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ ନବମ ମୋର ବ୍ୟକ୍ତିଗତ ସମ୍ପର୍କ ତ 4-4ଟା ପାର୍ଟି ଭୁବନେଶ୍ୱରରେ ପଡ଼ିଥିଲି ମୁଁ ଆ ପୂର୍ବରୁ ବାଇଟ୍ ଦେଇଥିଲି ଆପଣଙ୍କୁ ତ ଆଜି ଯାହା ସେଲ୍ ମୁଁ ଭାବୁଛି ଶିବାନୀ କୋଣାର୍କ ମୁଁ ଆଣିଥିଲି ଆଜି ଯାହା ହେଇଛି ଏମିତି କେବେ ସେଲ୍ ଫାର୍ଷ୍ଟ ନାଇଟ୍ କଥା କହୁଛି ସେଲ୍ କେବେ କାରଣ 4ଟା ପାର୍ଟି ଆଜ୍ଞା ପଡ଼ିଛି ଆପଣ ମୋତେ ଥରେ କହିଲେ ଯେ ରୂପାଲି ପ୍ରଥମ ପଡ଼େ ତାପରେ ଆପଣ ସେକେଣ୍ଡ କ୍ୟାମ୍ପ କଲେ ବର୍ତ୍ତମାନ ଜାଣିଛନ୍ତି ଆପଣ କେତେ କ୍ୟାମ୍ପ ହେଲାଣି କିନ୍ତୁ ବହୁତ ଭଲ ଲାଗିଛି ମ୍ୟାନେଜର ବି ବହୁତ ଖୁସି ଅଛନ୍ତି କହିଲେ ଆଜ୍ଞା ଠିକ୍ ଯାହା ହେଇଛି ଠିକ୍ କି ନାହିଁ ଭଲ ସେଲ୍ ହେଇଛି ଆଜ୍ଞା କାଲି ଶନିବାର ଅଛି ଆହୁରି ଆଜ୍ଞା ମାନେ ଆଠୁ ଆଉ ଡବଲ ଲୋକ ହେଇଯିବେ ଆଜ୍ଞା এই ବୋଝ ନାଟକ ପୁଣି ରିପିଟ୍ କରିବେ ଆଜ୍ଞା ନିଶ୍ଚିତ କାଲି ଆମେ କରିବୁ ଯେହେତୁ ବୋଝ ନାଟକ ବହୁତ ହାଇଲାଇଟ୍ ଅଛି ଓଡ଼ିଶାରେ ବା ଯାହା ହଉ ଯାତ୍ରା କୌଣୀ ମାନଙ୍କରେ ଭଲ ଅଛି କାଲି ଆମେ ପୁଣି ସେଇ ନାଟକ ଯେହେତୁ ଶନିବାର ଅଛି ତ କାଲି ଆମେ ସେଇ ନାଟକ କରିବୁ ପ୍ରପାରରେ ଲୋକ ରେଷ୍ଟ ଆଜ୍ଞା ପାଇବେ ଆଜ୍ଞା ଆରାମରେ ଆଜ୍ଞା ଆଜ୍ଞା ଯେତେବେଳେ ଘରେ ସବୁ ଗୋଟେ କମିଟି କଥା ଆସେ କମିଟି ମାନେ ବହୁତ ଅନେକ ସମସ୍ୟା ଥାଏ ଆପଣଙ୍କର ଏଇ ବର୍ଷ ସେମିତି କିଛି ସମସ୍ୟା ଆପଣଙ୍କୁ ଉପୁଜି କି ପ୍ରଥମ କ୍ୟାମ୍ପ ମାନେ କମିଟି ମାନଙ୍କର ଯୋଉ ମାନେ ଏଇ ଯୋଉ ଅହେତୁକ ଦର ବୃଦ୍ଧି ଅନୁଷ୍ଠାନ ମାନଙ୍କର ଏଇ ଯୋଉ ସବୁ ସମସ୍ୟା ରହିଛି ତାକୁ ନେଇକି ବହୁତ ଗଲା ବର୍ଷ ସ୍ୱର ଉତ୍ତୋଳନ ହେଇଥିଲା ଏ ବର୍ଷ ସେଇଭଳିଆ ସମସ୍ୟା କିଛି ଅଛି କି ଆପଣଙ୍କ ପାଖରେ ଆଜ୍ଞା ସମସ୍ୟା ଆଜି ପର୍ଯ୍ୟନ୍ତ ମୁଁ ଜାଣିଛି ସମାଧାନ ବାଟ ମତେ ଜଣା ଯେହେତୁ ସାଲିଆ ସାହି ଯେହେତୁ ଲୋକ କହନ୍ତି ସାଲିଆ ସାହି ନାଁ ଶୁଣିଲେ ଅନ୍ୟ ଲୋକ ବିରୋଧୀ ସେଇଠି ମୁଁ ଆଜି 16 ବର୍ଷର 2010 ଅଗଷ୍ଟ 3 ନ୍ୟୁ ବାଣେଶ୍ୱରୀ ଅପେରା ହେଇଥିଲା ତାକୁ ପକେଇଥିଲି ଆଜି 16 ବର୍ଷ ହେଇଗଲା ଏବଂ ତ ଠିକ୍ ଠାକ୍ ଚାଲିଛି କିଛି ଅସୁବିଧା ଆଜ୍ଞା ନାହିଁ କୌଣସି ଆଜ୍ଞା ଅସୁବିଧା ନାହିଁ କାରଣ ଏ କ୍ଲାସ ପାର୍ଟି ଓଡ଼ିଶାରେ ଆପଣ ଯଦି ମୋତେ ସମସ୍ତେ ଚିହ୍ନିଛନ୍ତି ହୁଏତ କେତେବେଳେ କ'ଣ ହବ ସେ ତ ଅଲଗା କଥା କିନ୍ତୁ ଆଜି ପର୍ଯ୍ୟନ୍ତ ସମସ୍ୟା କିଛି ହେଇନି ଆସନ୍ତା କାଲି ଯୋଉ ବୋଝ ନାଟକ ହବ ଆଜ୍ଞା ତାକୁ ନେଇକି ଯୋଉ ଦର୍ଶକ ମାନେ ବୋଝ ନାଟକକୁ ଆଶା ରଖିକି ଆସିବେ ତାଙ୍କୁ କ'ଣ କମିଟି ତରଫରୁ କ'ଣ ମେସେଜ ରହିବ ଆପଣଙ୍କର ଆଜି ବି ଯୋଉମାନେ ବୋଝ ନାଟକ ଦେଖିଛନ୍ତି ଯେହେତୁ ଫାର୍ଷ୍ଟ ନାଇଟ୍ଟା କାଲି ଶନିବାର ଅଛି ରବିବାର ଛୁଟି ଅଛି ନିଶ୍ଚିନ୍ତ ଲୋକ ଆମେ ଆଶା ରଖୁଛୁ ମାନେ ହାଉସଫୁଲ୍ ହେବେ କିନ୍ତୁ ଆପଣମାନେ ଆସନ୍ତୁ ବୋଝ ନାଟକ ମୁଁ ତ ଏପର୍ଯ୍ୟନ୍ତ ଦେଖି ନାହିଁ ଆପଣ ଦେଖନ୍ତୁ ତାପରେ କ'ଣ ଆପଣ ଆନ୍ସର ଦେବେ ସେଇଟା ଆପଣ ହିଁ ଚିନ୍ତା କରିବେ ଅନଲାଇନ ଟିକେଟ ହେଇଥିଲା ଆଜି କ'ଣ ଅନୁଭୂତି କଲେ ଅନଲାଇନରେ କ'ଣ ଆପଣଙ୍କୁ ତ ଦେଖିଲେ ଅଫଲାଇନରେ ବି ଟିକେଟ କଟା ହଉଛି ଆଜ୍ଞା ଶୁଣନ୍ତୁ ଆଜି ଆମର ମାନେ ଯାତ୍ରା 16 ବର୍ଷରେ ଏଇଟା ଆମ ପ୍ରଥମ ଯୋଉ ଅନଲାଇନ ଆମେ ସକ୍ସେସ୍ ହେଲୁ ଭଲ ଅଛି କିନ୍ତୁ କ'ଣ ବର୍ତ୍ତମାନ ବ୍ୟସ୍ତ ବହୁଳ ଜୀବନ ଭିତରେ ଯୋଉମାନେ ଯାତ୍ରା ପ୍ରେମୀ ଲୋକ ସେମାନେ ଘରେ ବସିକି ଅନଲାଇନ ଟିକେଟ କାଟି ପାରୁଛନ୍ତି ସମସ୍ତେ ଆସିପାରିବେ ସମୟ କାହାକୁ ନାହିଁ ଠିକ୍ ଅଛି କିଛି ଅସୁବିଧା ନାହିଁ ଆସନ୍ତା କାଲି ବି ସେଇ ଆଜ୍ଞା କାଲି ଅନଲାଇନ